ଜଙ୍ଗଲ ଠାରୁ କିଛି ଦୂରରେ ଛୋଟ ନଦୀଟିଏ। ସେହି ନଦୀ କୂଳରେ ସନ୍ନ୍ୟାସୀଙ୍କ କୁଟୀର ଥାଏ। ନଦୀର ଆଉର ପଟେ ଦେହଜୀବୀଙ୍କ କୋଠରୀ ରହିଛି। ପ୍ରତିଦିନ ଜଣେ ଦେହଜୀବୀ ପାଣି ପାଇଁ ନଦୀକୁ ଆସେ। ସନ୍ନ୍ୟାସୀ ଜଣ ମଧ୍ୟ ପାଣି ପାଇଁ ସେହି ନଦୀକୁ ଯାଏ। ଦେହଜୀବୀ ଆଉ ତାଙ୍କ କୋଠରୀକୁ ସବୁଦିନ ସନ୍ନ୍ୟାସୀ ଦେଖେ। ମନେ ମନେ ଭାବେ, ଆହା, କେତେ ଖୁସିର ଜୀବନଯାପନ କରୁଛନ୍ତି ଏହି ଦେହଜୀବୀମାନେ। ସ୍ୱାଦିଷ୍ଟ ଖାଦ୍ୟପେୟ, ନାଚ ଗୀତରେ ମନୋରଞ୍ଜନ, ତା ସହିତ ଭୋଗ ବିଳାସ କାମନା ବାସନାରେ ନିଜ ଜୀବନକୁ ଉପଭୋଗ କରୁଛନ୍ତି। କିନ୍ତୁ ଆମ ସନ୍ନ୍ୟାସୀ ଜୀବନଟା କେତେ କଷ୍ଟଦାୟକ। ଭଗବାନଙ୍କ ନାମରେ ଦିନ ଆରମ୍ଭ ଆଉ ଶେଷ। ଲଣ୍ଠନ ଆଲୁଅରେ ଆମ ଜୀବନ ସୀମିତ। ଏମିତି ଅନେକ କଥା ସନ୍ନ୍ୟାସୀ ଭାବେ। ଦେହଜୀବୀକୁ ଦେଖି ମନ ଊଣା କରେ। ପ୍ରତିଦିନ ଦେହଜୀବୀ ବି ସେହି ନଦୀକୁ ଆସେ ପାଣି ନେବା ପାଇଁ। ସନ୍ନ୍ୟାସୀ ରହୁଥିବା କୁଟୀର ଆଉ ସନ୍ନ୍ୟାସୀକୁ ଦେଖି ଭାବେ, କି ପୁଣ୍ୟ କରିଥିଲେ ଏହି ସନ୍ନ୍ୟାସୀମାନେ। ରାତିଦିନ ଭଗବାନଙ୍କ ନାମ ଜପ କରୁଛନ୍ତି। ଦେହ ହିତକାରୀ ଖାଦ୍ୟପେୟ। ସଂସାରର ଚିନ୍ତା ଅଛି ନା ମାୟା ମୋହ, ନା କାମନା ବାସନାରେ ଲାଳସା। ହେଲେ ଆମେ ସଂସାର ମାୟା ମୋହରେ ଛନ୍ଦି ହୋଇ ଭୋଗ ବିଳାସରେ ଜୀବନ କାଟୁଛୁ। ଇଚ୍ଛା ନଥିବା କାର୍ଯ୍ୟ କରିବା ପାଇଁ ପଡ଼ୁଛି। ଅଭିଶପ୍ତ ଜୀବନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂସାରକୁ ଆସିଛୁ ସତ, ହେଲେ ନିଜର ଖୁସି ବୋଲି କିଛି ନାହିଁ। ଅନ୍ୟକୁ ଖୁସି ଦେବା ଆମର କର୍ତ୍ତବ୍ୟ ପାଲଟି ସାରିଛି। ଲଣ୍ଠନ ଆଲୁଅରେ ସେ ପରିବେଶ କେତେ ଶାନ୍ତି। ରଙ୍ଗିନୀ ଆଲୋକ ନାଚ ଗୀତରେ ଶାନ୍ତି ନଥିଲା ଦେହଜୀବୀ। ନିଜ ଭାଗ୍ୟକୁ ଦୋଷ ଦିଏ, କେବେ ହେଲେ ଭଗବାନଙ୍କୁ କିଛି କୁହେନି। ଅନ୍ୟକୁ ଖୁସି ଦେବା ଆମର କର୍ମ, ଏହାକୁ ବୁଝି ସାରିଥିଲା ଦେହଜୀବୀ। ସମୟ ଗଡ଼ି ଚାଲିଲା। ସନ୍ନ୍ୟାସୀ ଦେହଜୀବୀ ଦୁହିଁଙ୍କ ବୁଦ୍ଧ ଅବସ୍ଥା ଆସିଲା। ଦୁଇଜଣ ଗୋଟେ ସମୟରେ ମୃତ୍ୟୁବରଣ କରିଲେ। ଯମଦେବ ଆସିଲେ ପାପ ପୁଣ୍ୟ ହିସାବ କରିବା ପାଇଁ। କିଏ ସ୍ୱର୍ଗକୁ ଯିବ, କିଏ ନର୍କକୁ ଯିବ। ହିସାବ ହେଲା ପାପ ପୁଣ୍ୟ। ସନ୍ନ୍ୟାସୀ ଭାରି ଖୁସି ସ୍ୱର୍ଗକୁ ଯିବ। ସଂସାର ମାୟା ମୋହକୁ ଛାଡ଼ିଲି, ଭୋଗ ବିଳାସ ଉପଭୋଗ କରିଲି ନାହିଁ। ସନ୍ନ୍ୟାସୀ ଜୀବନ କାଟିଲି। ରାତି ଦିନ ଭଗବାନଙ୍କ ସେବା କଲେ, ଭଗବାନଙ୍କ ନାମ ଜପତପ କଲେ। ଏହା ମନେ ମନେ ଭାବୁଛି ସନ୍ନ୍ୟାସୀ। ଦେହଜୀବୀ ଜାଣିଛି ସେ ନର୍କକୁ ଯିବ। ସାରା ଜୀବନ ପାପ କରିଛି, ମୋ ଶରୀର ପବିତ୍ରତା ନାହିଁ। ଭଗବାନଙ୍କ ପାଖକୁ ଯିବା ଦୂରର କଥା, କେବେ ହେଲେ ନାଁ ବି ଧରିନି। ମୁଁ ନର୍କକୁ ଯିବା ନିଶ୍ଚିନ୍ତ। ଯମଦେବ ପାପ ପୁଣ୍ୟ ହିସାବ କରିକି କହିଲେ, ସନ୍ନ୍ୟାସୀ ସବୁ ମୋହ ମାୟା ଛିନ୍ନ କରି ସନ୍ନ୍ୟାସୀ ଜୀବନ କାଟିଛି। ଭଗବାନଙ୍କୁ ଜପତପ କରିଛି ସତ, କିନ୍ତୁ ତା କର୍ମରେ ସେ ସନ୍ତୁଷ୍ଟ ନଥିଲା କି ଭଗବାନଙ୍କ ପାଖରେ ମନ ନଥିଲା। ମନ ସମ୍ପୂର୍ଣ୍ଣ ରୂପେ ଦେହଜୀବୀ କୋଠରୀରେ ଉପଭୋଗ କରୁଥିବା ଆରାମଦାୟକ ଜୀବନ କାମନା ବାସନାରେ ଥିଲା। କିନ୍ତୁ ଦେହଜୀବୀ ଦେହ ମନ ସମ୍ପୂର୍ଣ୍ଣ ରୂପେ ନିଜର କର୍ମରେ ନିୟୋଜିତ ଥିଲା। ନିଜର ଇଚ୍ଛା ଅନିଚ୍ଛା, ଖୁସି ଅଛି କି ନା, ଏସବୁ ଦେଖୁନଥିଲା। ସବୁବେଳେ ଅନ୍ୟକୁ ଖୁସି ଦେଉଥିଲା। ଆରାମଦାୟକ ଜୀବନ ଉପଭୋଗ କରୁଥିଲା ସତ, ସେଥିରେ ଖୁସି ନଥିଲା। ସନ୍ନ୍ୟାସୀର କୁଟୀର ଆଉ ସନ୍ନ୍ୟାସୀକୁ ଦେଖି ଭଗବାନଙ୍କ ପାଖରେ ମନ ଥିଲା। ଯମଦେବ ନିଷ୍ପତ୍ତି ନେଲେ, ସନ୍ନ୍ୟାସୀ ନର୍କକୁ ଯିବ, ଦେହଜୀବୀ ସ୍ୱର୍ଗକୁ ଯିବ। ଶେଷରେ ସନ୍ନ୍ୟାସୀ ନର୍କକୁ ଗଲା, ଦେହଜୀବୀ ସ୍ୱର୍ଗକୁ ଗଲା। ଆମେ ସଂସାରକୁ ଆସିଛେ ନିଜ କର୍ମ କରିବା, ତା ସହିତ ମନରେ ଭଗବାନଙ୍କୁ ରଖିଥିବା। ପାପ ପୁଣ୍ୟ ହିସାବ ସେ କରିବ। ନହେଲେ ରାତିଦିନ ଭଗବାନଙ୍କୁ ଡାକୁଥିବା, କିନ୍ତୁ ମନ ଆଉ କେଉଁଠୁ ଥିବ। ନା ନିଜ କର୍ମରେ ସଫଳ ହେବା, ନା ଭଗବାନଙ୍କ ହେଇପାରିବା।